ଆସାଇନମେଣ୍ଟ କେମିତି କଣ ଅପଲୋଡ କରିବ ତା ବିଷୟରେ ସର୍ଟଲି ମୁଁ ଭିଡିଓଟେ ରେକର୍ଡ କରିକି ଦେଖେଇ ଦଉଛି, ଯୋଉଟା କି ଗ୍ରୁପରେ ରହିବ, ଆପଣମାନେ ବି ସେଟାକୁ ଦେଖିବେ ଆଉ ନିଜ ନିଜ ଆସାଇନମେଣ୍ଟକୁ ଅପଲୋଡ କରିଦେବେ। ତ ପ୍ରଥମେ ଆସାଇନମେଣ୍ଟକୁ ଲେଖି ସାରିବେ, ଲେଖି ସାରିଲା ପରେ ପିଡିଏଫ ବନେଇଦେବେ। ପିଡିଏଫ ବନେଇବା ପାଇଁ ନିଜ ନିଜର ବିଭିନ୍ନ ଆପ୍ ୟୁଜ କରିବେ, ମାନେ କ୍ୟାମ୍ପ ସ୍କାନର ହଉ କି ଡକୁମେଣ୍ଟ ସ୍କାନର ହଉ, ସେଥିରେ କରିକି ଅପଲୋଡ କରିଦେବେ। ଓକେ, ତା ସହିତ କିଛି ପିଲାମାନଙ୍କର ଯେମିତି ଫର୍ମ ମାନେ କଣ ଫ୍ରଣ୍ଟ ପେଜ ଡାଉଟିଂ ରହିଛି, ଫ୍ରଣ୍ଟ ପେଜ ଟାକୁ ମଧ୍ୟ ଏଠି ଗୋଟେ ମୁଁ ଆଉ ଥରେ ଦେଖେଇ ଦଉଛି। ଫ୍ରଣ୍ଟ ପେଜ ଯାହା ବି ଦିଆ ହେଇଛି ଅଫିସିଆଲି, ଯୋଉଟା ଆପଣଙ୍କ ଷ୍ଟୁଡେଣ୍ଟ ଲଗଇନ୍ ବାହାରିବ ତାକୁ ଅପଲୋଡ କରିଦେଲେ ଭଲ, କିମ୍ବା ଅଦର ଯଦି ଆଉ କିଛି ନିଜେ ବନେଇ ପାରୁଛନ୍ତି ତାକୁ ଅପଲୋଡ କଲେ ବି କିଛି ଅସୁବିଧା ନୁହଁ, କିନ୍ତୁ ଯେତିକି ଇନଫରମେସନ ମଗା ଯାଇଛି ସେତିକି ଇନଫରମେସନ ନିହାତି ଭାବରେ ଫିଲ୍ଅପ୍ କରିବେ। ଓକେ, ତାପରେ ରହିବ ଏଇ ଯୋଉ ଆପଣଙ୍କର ଯୋଉ ଲେଖିବା ଷ୍ଟାଇଲ, ଏଟାକୁ ଆପଣମାନେ ଯେମିତି ଡିଜାଇନ କରିକି ଲେଖିପାରିବେ ସେମିତି କିଛି ଅସୁବିଧା ନୁହଁ, କିନ୍ତୁ 4 ସାଇଡ ମାର୍ଜିନ କରିବେ। A4 ସାଇଜ ପେପର ନେବେ ହେଲା, A4 ସାଇଜ ପେପର ନେବେ। A4 ସାଇଜ ପେପର ନେଇ ସାରିଲା ପରେ ଦେଖିବେ, A4 ସାଇଜ ପେପର ନେବେ। ଓକେ, A4 ସାଇଜ ପେପର ନେଲେ ତା ସାଇଡରେ ପିଲା ଯେମିତି ଏଟା ସେ ଟିକେ ଅଧିକ ଷ୍ଟାଇଲ କରିଛନ୍ତି, ଆପଣମାନଙ୍କ ସୁବିଧା ଅନୁସାରେ ଯେତିକି କରିପାରିବା କଥା, ଖାଲି ଯଦି ବଡ ଟାଣି ଦେବା କଥା ଟାଣି ଦେବେ। ହେଲେ ପ୍ରଥମେ ଦେଖନ୍ତୁ କଣ କଣ ରଖିବେ। ଫାଷ୍ଟ ଫ୍ରଣ୍ଟ ପେଜ ରହିଲା, ଫ୍ରଣ୍ଟ ପେଜ। ତାପରେ ସେକେଣ୍ଡରେ ଏଇ ଯୋଉ ଆସାଇନମେଣ୍ଟ କ୍ୱେଶ୍ଚେନଟାକୁ ବି ଗୋଟେ ପ୍ରିଣ୍ଟ ଆଉଟ୍ କରିକି ତାକୁ ବି ଆଟାଚ କରିଦେବେ 2 ନମ୍ବର ପଏଣ୍ଟରେ। 3 ନମ୍ବର ବେଷ୍ଟ ରହିବ କ୍ୱେଶ୍ଚେନ ଆନ୍ସର, ଯୋଉଟାକି ଆପଣଙ୍କର A4 ସାଇଜ ପେପରରେ ଲେଖିବେ। ଏଇଭଳି ହିଁ ଲେଖିବେ କ୍ୱେଶ୍ଚେନ। A4 ସାଇଜ ପେପର ଏଇଠି କ୍ୱେଶ୍ଚେନ ସପୋଜ ଲେଖିଦେଲେ, କ୍ୱେଶ୍ଚେନ। ତାପରେ କ୍ୱେଶ୍ଚେନଟାକୁ ଗୋଟେ ଅଲଗା ପେନରେ ଲେଖିଦେବେ। ରେଡ୍ ପେନ୍ ୟୁଜ କରିବେନି, ରେଡ୍ ପେନ୍ ଛାଡ଼ିକି ବାକି ପେନ୍ ୟୁଜ କରିବେ ହେଲା। ତାପରେ ଆନ୍ସର ଲେଖିକି ଆନ୍ସର ଲେଖିବା ଆରମ୍ଭ କରିବେ ହେଲା। ଆଉ କିଛି ଅଲଗା ଏପଟ ସେପଟ ଲେଖିବେନି। ଫାର୍ଷ୍ଟ ପେଜରେ ଫ୍ରଣ୍ଟ ପେଜ ଗଲା, ସେକେଣ୍ଡ ପେଜରେ ଯୋଉ କ୍ୱେଶ୍ଚେନ ଆସିଛି ତା ଭିତରୁ ଯୋଉ 4ଟାରୁ ଗୋଟେ ଲେଖିବା ପାଇଁ କହିଛି ତାକୁ ଆଟାଚ କରିଦେଲେ। 3 ନମ୍ବରରେ କ୍ୱେଶ୍ଚେନ ଯୋଉଟା କି A4 ସାଇଜ ପେପର ଉପରେ କ୍ୱେଶ୍ଚେନ ଲେଖିଦେଲେ, ତାପରେ ଆନ୍ସର ଲେଖିବା ଆରମ୍ଭ କଲେ, ଚାଲିଲା। ଟ୍ରାଏ କରିବେ 5-6 ପେଜ ଲେଖିବା ପାଇଁ। ସପୋଜ ଆପଣଙ୍କର ଯଦି ହିସାବ କରିବେ ଗୋଟେ ଲାଇନରେ 6 ପେଜ ବି ରହୁଛି, ସରି 6ଟା ୱାର୍ଡ ବି ରହୁଛି, ନିହାତି ଭାବରେ ଆପଣଙ୍କର 25ଟା ଲାଇନ ତ ନିହାତି ଭାବରେ ଥିବ। 25 ନିହାତି ଭାବରେ ଯଦି 150ଟା ରହୁଛି, 6 ପେଜରେ ଆପଣଙ୍କର 900ଟା ପାଖାପାଖି ରହୁଛି, 1000 ଭିତରେ ଚଳିବ ସେମିତି। ଓକେ, ତ ସେଇ ହିସାବରେ ଆପଣ କାଉଣ୍ଟିଂ କରିଦେବେ, 6 ପେଜ ପାଖାପାଖି ଆସିବ। ଯଦି ଅଧିକ ରହୁଛି, ଯୋଉମାନଙ୍କ ଛୋଟ ଛୋଟ ଅକ୍ଷର 5 ପେଜରେ ବି ଠିକ ହେଇଯିବ। ତ ଏମିତି ଲେଖି ସାରିଲା ପରେ ୟାକୁ ପିଡିଏଫ ବନେଇଦେବେ। ପିଡିଏଫ ବନେଇ ସାରିଲା ପରେ ତାକୁ ରେଡି କରିକି ରଖିବେ ନିଜର ଫାଇଲରେ। ତାପରେ ସିଧା ୱେବସାଇଟକୁ ପଳେଇବେ। ଚାଲନ୍ତୁ କେମିତି କଣ ଅପଲୋଡ କରିବେ ତାକୁ ଦେଖେଇ ଦଉଛି। ଓକେ, ୱେବସାଇଟକୁ ଯିବା। ତ ୱେବସାଇଟକୁ ପଳେଇ ଆସିଲେ, ଇଏ ହଉଛି ଓଏସିର ଅଫିସିଆଲ ୱେବସାଇଟ। ଓକେ, ଏଥିରେ ଯାଇକି ଅପଲୋଡ କରିପାରିବେ, ନହେଲେ ଆଉ ଗୋଟେ ବି ପ୍ରୋସେସ ଅଛି, ଆପ୍ ଜରିଆରେ କରିପାରିବେ। ତ ଚାଲନ୍ତୁ ୱେବସାଇଟ ଜରିଆରେ ଆପଣଙ୍କୁ ଦେଖେଇ ଦଉଛି ସେମ୍ ପ୍ରୋସେସ। ଷ୍ଟୁଡେଣ୍ଟ ଲଗଇନକୁ ଯିବେ, ରାଇଟ ସାଇଡରେ ଷ୍ଟୁଡେଣ୍ଟ ଲଗଇନ ଅପସନ ଅଛି। ଓକେ, ଷ୍ଟୁଡେଣ୍ଟ ଲଗଇନ ଯେହେତୁ ଆଗରୁ ପୂର୍ବରୁ ଲଗଇନ ଥିଲା, ତ ଅଲରେଡି ଲଗଇନ ହେଇଗଲା। ତ ଆପଣଙ୍କର ଯେହେତୁ ଆସାଇନମେଣ୍ଟ ଅପଲୋଡ କରିବାର ଅଛି, ଓଏସୁ ଏଲଏମଏସ୍ ଲଗଇନ ଉପରେ କ୍ଲିକ୍ କରିବେ। ଏଲଏମଏସ୍ ଲଗଇନ ଉପରେ କ୍ଲିକ୍ କଲା ପରେ କଣ ଆସିବ ନା, ଆପଣଙ୍କୁ ଆଇଡି ପାସୱାର୍ଡ ମାଗିବ। ଓକେ, ଚାଲନ୍ତୁ। ଅଲରେଡି କଣ ନା ପିଲାଙ୍କର ମାନେ କଣ ଲଗଇନ ଥିଲା, ତ ସେଥିପାଇଁ ଅଲରେଡି ଲଗଇନ ହେଇଗଲା। ଓକେ, ଯଦି ଆଇଡି ପାସୱାର୍ଡ ସେଭ୍ ଥିଲା ତ ଅଟୋମେଟିକ ଲଗଇନ ହେଇଗଲା ଲଗଇନ ଉପରେ କ୍ଲିକ୍ କଲାରୁ, ନହେଲେ ଆପଣଙ୍କୁ ଆଇଡି ପାସୱାର୍ଡ ମାଗିଥାନ୍ତା। ମାଗି ସାରିଲା ପରେ ଏଇଭଳି ମାନେ ପେଜଟା ଆସିବ। ଏଥିରେ ଯୋଉମାନେ ବି ଜଏନ୍ କରିନଥିବେ, ସର୍ବପ୍ରଥମେ କଣ କରିବେ, ଉପରେ ଯୋଉଟା କମ୍ୟୁନିଟି ଅପସନ ଅଛି, କମ୍ୟୁନିଟି ଉପରେ ସର୍ଚ୍ଚ କରିବେ କମ୍ୟୁନିଟି, ଆଉ ସେଥିରେ ଓଏସୁ ସର୍ଚ୍ଚ କରିଦେବେ। କମ୍ୟୁନିଟି ଉପରେ କ୍ଲିକ୍ କରିକି ଓଏସୁକୁ ସର୍ଚ୍ଚ କରିଦେବେ। ଚାଲନ୍ତୁ କମ୍ୟୁନିଟି ଉପରେ ସର୍ଚ୍ଚ କରିବେ। ଯୋଉମାନେ କମ୍ୟୁନିଟି ଜଏନ୍ ହେଇନଥିବେ, ସର୍ବପ୍ରଥମେ ଉପରେ ଅପସନ ଆସୁଥିବ OSOU, ତାକୁ ସର୍ଚ୍ଚ କରିଦେବେ। ଇଣ୍ଟରନେଟ ଟିକେ ସ୍ପିଡ ଦରକାର। ଓକେ, ନିହାତି ଭାବରେ OSU ସର୍ଚ୍ଚ କରିଦେବେ। ଆଉ ବିଭିନ୍ନ କମ୍ୟୁନିଟି ସବୁ ଆସିଯିବ। ପିପୁଲ ଏଟାକୁ ଚେଞ୍ଜ କରିକି ଆପଣ ମାନେ କଣ କରିବେ, ପିପୁଲ ଚେଞ୍ଜ କରିକି କମ୍ୟୁନିଟିକୁ ନେଇ ଆସିବେ। ବର୍ତ୍ତମାନ ଦେଖନ୍ତୁ ମାନେ ପିପୁଲ ସିଲେକ୍ଟ ହେଇକି ଅଛି, ତ ପିପୁଲଟା ଆମର କୌଣସି କାମ ନାହିଁ, ତେଣୁକରି ଆମେ କଣ କରିବା, କମ୍ୟୁନିଟିକୁ ନେଇ ଆସିବା। ତ ଚାଲନ୍ତୁ, ମୁଁ ଅଲରେଡି କମ୍ୟୁନିଟିକୁ ନେଇ ଆସିଲି। ତ ଯେତିକି ସବୁ ଓଏସୁ ତରଫରୁ କମ୍ୟୁନିଟି ବନା ଯାଇଛି ଦେଖିପାରୁଥିବେ, ସବୁ ଗ୍ରୁପ ଗୁଡାକ ଆସିଯାଇଛି। କିଛି ପବ୍ଲିକ ଦେଖିବ, ଆଉ କିଛି ପ୍ରାଇଭେଟ ଦେଖିବ। ପବ୍ଲିକ ଗ୍ରୁପ କହିଲେ ଯେକୌଣସି ମେମ୍ବର ବନେଇ ପାରିବେ, ଆପଣମାନେ ଚାହିଁଲେ ଏଥିରେ ମାନେ ଜଏନ୍ ମାନେ ବନେଇ ପାରିବେ। ଓକେ, ଠିକ ଅଛି। ତ ଚାଲନ୍ତୁ, ଏଥିରେ ଆମକୁ କୋଉଟାରେ ଜଏନ୍ ହେବାର ଅଛି ନା, ଏଥିରେ ଦେଖନ୍ତୁ ଯୋଉଟା କି ଆମେ
गोटे ग्रुप देखेबी से सर्च करके जॉइन हो जाए देखो এই গ্রুপটাକୁ ସମସ୍ତେ ଟ୍ରାଏ କରିବେ ଖୋଜିବେ ହେଲା ଓଇସୁ ମାଷ୍ଟର ପବ୍ଲିକ ସରି ଏଇଟା ଏଇଟା ତଳେ ଅଛି ଯୋଉଟା ଓଇସୁ ମାଷ୍ଟର ଅଫ ଆର୍ଟ୍ସ ଓଡ଼ିଆ ଏମଏଡି ଫେବୃଆରୀ 2025 କାରଣ ଯେହେତୁ ଆପଣଙ୍କ ଫେବୃଆରୀ ଅଲରେଡି ଆଡମିସନ ହେଇଛି ତ ସେଇ ଗ୍ରୁପରେ କମ ବା କମ୍ୟୁନିଟିରେ ରାଇଟ ସାଇଡ୍ ଜଏନ୍ ଅପସନ ଆସିଥିବ ଜଏନ୍ ହେଇଯିବେ ଜଏନ୍ ହେଲା ପରେ ଆପଣଙ୍କର କ'ଣ ଆସିବ ଏଥିରେ କ୍ଲିକ୍ କରିବେ କ୍ଲିକ୍ କଲା ପରେ ଟୋଟାଲ ଆପଣଙ୍କର ଯୋଉଟା ମାନେ ଯାହା ବି ହବ ଏଇଥିରେ ଆପଣ ଯାହା ମେସେଜ କରିବା କଥା ଏଠି ମେସେଜ କରିପାରିବେ ଇ ରିସୋର୍ସ ଯାହା ଆଡ୍ କରିବା କଥା ଯୋଉଟା ବହି ଏଥିରେ ପାଇପାରିବେ ଭିଡିଓ ପ୍ରେଜେଣ୍ଟେସନ ବି ଏଥିରେ ପାଇପାରିବେ ତା ସହିତ ଯେହେତୁ ଆସାଇନମେଣ୍ଟ ଅପଲୋଡ କରିବାର ଅଛି ବା କ୍ୱେଶ୍ଚନ ପାଇବାର ଅଛି ଏଇଥିରେ ଯିବେ ସେକେଣ୍ଡ ଅପସନ ଯୋଉଠି ଆପଣମାନଙ୍କର ଆସାଇନମେଣ୍ଟ ଦେଖିବାର ଅଛି ତ ଚାଲନ୍ତୁ ଆସାଇନମେଣ୍ଟ ଉପରେ କ୍ଲିକ୍ କରିବା ଓକେ ଆସାଇନମେଣ୍ଟ ଉପରେ କ୍ଲିକ୍ କଲା ପରେ ସବୁ ଆପଣଙ୍କର ଯେତିକି ସବୁ ଆସାଇନମେଣ୍ଟ ଆସିଛି ଏଗୁଡାକ ଦେଖିଦେବେ ତ ଆସାଇନମେଣ୍ଟ ତ ଅଲରେଡି ଆମେ ପାଇସାରିଛନ୍ତି ଯଦି ବି ପାଇ ନଥିବେ ଏଥିରୁ ଯୋଉଟାକି ଅଛି ଡାଉନଲୋଡ କରିପାରିବେ ୱାନ୍ ଆଟାଚ୍ ଫାଇଲ୍ ସବୁଠି ଲେଖାଯାଇଛି ଏଗୁଡାକ ଡାଉନଲୋଡ କରିକି କ୍ୱେଶ୍ଚନରେ ଦେଖିପାରିବେ ତ ଚାଲନ୍ତୁ ଅପଲୋଡ କରିବା ଆମକୁ ଯୋଉଟା ବି 5ଟା ସେପାରେଟ ପିଡିଏଫ କରିବେ ଗୋଟେରେ କରିବେନି ହେଲା ସପୋଜ ପିଓଡି 1 ପାଇଁ ଗୋଟେ ପିଡିଏଫ କରିବେ ପିଓଡି 2 ପାଇଁ ପିଓଡି 3 ପାଇଁ 4 ପାଇଁ ସେମିତି ସେପାରେଟ ପିଡିଏଫ ବନେଇବେ ଓକେ ବନେଇ ସାରିଲେ କହିସାରିଲି କ'ଣ କ'ଣ କୋଉ ସିକ୍ୱେନ୍ସରେ ରଖିବେ ଫାଷ୍ଟ ଫ୍ରଣ୍ଟ ପେଜ ତାପରେ କ୍ୱେଶ୍ଚନ ଯୋଉଟା ଥିଲା କ୍ୱେଶ୍ଚନ ଜେରକ୍ସ ପେଜ ଗୋଟେ ଦେଇଦେବେ ତା ସହିତ ଆନ୍ସର ଯୋଉଟା ଥିଲା କ୍ୱେଶ୍ଚନ ଆନ୍ସର ସପୋଜ 5 ରୁ 6 ପେଜ ଏତିକି ସପୋଜ 8 ପେଜ ହେଇଗଲା ହେଲା ସପୋଜ ଆନ୍ସର ଲେଖିଲେ 6 ପେଜ କ୍ୱେଶ୍ଚନ 1 ପେଜ ଇଏ ଗୋଟେ ପେଜ 8 ପେଜ ୟାକୁ ନେଇକି ସପୋଜ ଗୋଟେ ପିଡିଏଫ ବନେଇଦେଲେ ସେମିତି କେତେ ଏମବି ରହିବ ସେମିତି କିଛି ମେନସନ ହେଇନି ଟ୍ରାଏ କରିବେ 2 MB ଭିତରେ ରଖିବା ପାଇଁ ଓକେ ତ ଆସାଇନମେଣ୍ଟ ହେଇଗଲା ରେଡି ହେଇଗଲା ତ ଯୋଉଟା ଅପଲୋଡ କରିବା କଥା ସପୋଜ 101 ଅପଲୋଡ କରିବେ ତ 101 କୁ ପଳେଇବେ ଓକେ ସେଥିରେ ଅଲରେଡି କ୍ୱେଶ୍ଚନ ତ ଏଠି ଭିଜିବଲ ହଉଛି ୟାକୁ ଡାଉନଲୋଡ କରିକି ଦେଖିପାରିବେ ଯେହେତୁ 101 ମାନେ ଅପଲୋଡ କରିବାର ଅଛି ତ ଏଠି ଡେସ୍କ୍ରିପସନ ଦେବେ ମୁଁ ସେଇଟାକୁ ଲେଖିଦେବି କ'ଣ ଲେଖିଦେବି ପିଓଡି 101 ଓକେ କିଛି ନୁହଁ ଅପଲୋଡ କରିବାର ଅଛି ତ ସିମ୍ପଲି ଅପଲୋଡ ଅପସନ ଉପରେ କ୍ଲିକ୍ କରିବି ଅପଲୋଡ ଅପସନ ଉପରେ କ୍ଲିକ୍ କଲା ପରେ କ'ଣ ହବ ନା ଯୋଉଟା ବି ଆପଣ ପିଡିଏଫ କରିକି ରଖିଥିବେ ତାକୁ ଚୁଜ୍ କରିଦେବେ ହେଲା ଆଉ ରାଇଟ ସାଇଡରେ ସିମ୍ପଲି କ'ଣ ଅଛି ନା ସବମିଟ ଅପସନ ଉପରେ ଅଛି ସବମିଟ କରିଦେଲେ ଆପଣଙ୍କର ସବମିଟ ହେଇଯିବ ତ ଏଇଭଳି ଆପଣଙ୍କର ଯୋଉ 5ଟା ଯାକ ଅଛି 5ଟା ଯାକକୁ 5 ଥର ବା 5ଟା ଭିଡିଓ ଅପଲୋଡ କରିବା ପାଇଁ ପଡିବ ହେଲା ତା ଗୋଟେ ପିଲାଙ୍କର ଡାଉଟ ରହୁଥିଲା ଯୋଉଟା କହୁଥିଲେ ସାର୍ ଫ୍ରଣ୍ଟ ପେଜରେ ଆଉ ଗୋଟେ ରହିଛି ଆମେ କୋଉଟା ଡାଉଟ ଲେଖିବୁ ହେଲା 2-3ଟା ଫ୍ରଣ୍ଟ ପେଜରେ ଡାଉଟ ରହୁଛି ପିଲାଙ୍କର ତାକୁ ବି ଆଉ ଥରେ ଦେଖେଇ ଦଉଛି ପିଲାମାନେ କୋଉଟା ଡାଉଟ ରହୁଛି ଦେଖନ୍ତୁ ଫ୍ରଣ୍ଟ ପେଜ ଗ୍ରୁପରେ ଜଣେ ଛାଡ଼ିଥିଲେ ଯୋଉମାନେ ବି ଗ୍ରୁପରେ ଜଏନ୍ ହେଇନାହାନ୍ତି ହେଇଯିବେ ଓକେ ହ୍ୱାଟ୍ସଆପରେ ବି ଟେଲିଗ୍ରାମରେ ବି ଦେଖନ୍ତୁ ଟିକେ ମୁଁ ଆଉ ଥରେ ତଳକୁ ଯାଉଛି ଫ୍ରଣ୍ଟ ପେଜର 2-3ଟା ଯୋଉ ଅପସନ ଅଛି ଆପଣଙ୍କ ଡାଉଟ ଅଛି ସେ ଡାଉଟ ଗୁଡାକ ଆଉ ଥରେ ଏକ୍ସପ୍ଲେନ କରିଦେବା ପାଇଁ ଅଫିସିଆଲ ମୁଁ ଦେଖେଇ ଦଉଛି ଅଫିସିଆଲ ଯୋଉଟା ଅଛି ସପୋଜ ଏଇଟା ହେଲା ଆଇ ଥିଙ୍କ ସ୍କ୍ରିନ୍ ସେୟାର ହେଇନଥିବ ଆପଣଙ୍କୁ ଦେଖାଯାଉନଥିବ ଆଉ ଥରେ ସେଇ ପେଜକୁ ନେଇଯାଉଛି ଯୋଉ ପେଜରେ ଆପଣଙ୍କର ଯୋଉ ଫ୍ରଣ୍ଟ ପେଜ ରହିଛି ଓକେ ଗ୍ରୁପରେ ବି ମଧ୍ୟ ଜଣେ ଛାଡ଼ିଥିଲେ ତ ଆମେ ସେଇ ଫ୍ରଣ୍ଟ ପେଜଟିକୁ ଆମେ ଦେଖିଦେବା ତ ଚାଲନ୍ତୁ ଇଏ ହେଉଛି ସେଇ ଫ୍ରଣ୍ଟ ପେଜ ଯୋଉଟାକୁ ପିଲା ଜଣେ ଛାଡ଼ିଥିଲେ ତ ତାଙ୍କର ଡାଉଟ ଥିଲା ଯେ ଆସାଇନମେଣ୍ଟ ନମ୍ବର କ'ଣ ଲେଖାଯିବ ଆସାଇନମେଣ୍ଟ ନମ୍ବର ଯେହେତୁ ଆପଣଙ୍କର ଏଇଟା ଗୋଟେ ସେଟ୍ ଦଉଛନ୍ତି ତ 1 ହିଁ ସବୁଟାକୁ ଲେଖିଦେବେ କୋର୍ସ କୋଡ୍ କ'ଣ ପିଓଡି ଯୋଉଟା ଲେଖୁଥିବେ ହେଲା ପିଓଡି 101 102 103 ଯୋଉଟା କୋର୍ସ କୋଡ୍ ରହିଛି ସେଇଟା ଆପଣ ଦେଇଦେବେ କୋର୍ସ ଟାଇଟେଲଟା ମଧ୍ୟ ଆପଣଙ୍କର ଯୋଉ ବହି ଖୋଲିକି ପ୍ରଥମେ ହିଁ ଦେଖିବେ କୋର୍ସ କୋଡ୍ ଆଉ କୋର୍ସ ଟାଇଟେଲ ବହି ଖୋଲିକି ଯୋଉଠି ସୂଚୀପତ୍ର ପାଖରେ ହିଁ ଆପଣମାନେ ଏଇ ଦିଟାକୁ ଦେଖିପାରିବେ ହେଲା କୋଉଠି ଦେଖିପାରିବେ ଦେଖେଇ ଦଉଛି ଆଉ ଥରେ ଆପଣମାନେ ବହି ଓପନ କଲା ମାନେ ଆପଣମାନେ ଦେଖିଦେବେ ଦେଖନ୍ତୁ ଗୋଟେ ମିନିଟ୍ ମୁଁ ପିଡିଏଫ ଓପନ କରିଦେଇକି ଦେଖେଇ ଦଉଛି ଆପଣଙ୍କୁ ଇଏ ଦେଖନ୍ତୁ ଯୋଉଟା ଆପଣଙ୍କର ଡାଉଟ ଥିଲା ତାହା ସବୁ ଏଠି କ୍ଲିୟର ମେନସନ ହେଇଛି ଏଠି କ'ଣ ମେନସନ ହେଇଛି ନା ଆପଣଙ୍କର ଯୋଉ ଆସାଇନମେଣ୍ଟ ଯୋଉ ଡାଉଟ ଥିଲା କୋର୍ସ କୋଡ୍ ସବୁ 101 102 103 104
ଏମିତି ରହିବ। କୋର୍ସ ଟାଇଟଲ ଯାହା ବି ବିଷୟ ବସ୍ତୁ ଥିବ ସେଇଟା ହିଁ ଟାଇଟଲ ଲେଖାଯିବ। अब क्रेडिट पॉइंट जेहेतु 4 अच्छी तो सब असाइनमेंट नंबर 1 1 लिखिए। जदि क्रेडिट वैल्यू ये 8 था ताहले आपण 1 गोटे सेट दे थांते पुणी आ गोटे दुईटा सेट लेखाए लेखिया में पड़ी थांता। आपण माने गोटे गोटे सेट लिखुनी तेणुकरी 1 1 लिखिए सबुथिरे। तो ये तीनटा ही प्लांकर डाउट है। डेट ऑफ सबमिशन आपण माने लास्ट डेट पूर्व जो डेट देले भी कोनसी प्रॉब्लम नाही। ओके, तो ये मेन इंपोर्टेंट जिंस आपण माने ऑनलाइन रे सबमिट कर दियंतु। केबे सुधा जून 29 सुधा ऑनलाइन रे सबमिट कर दियंतु। आउ जुलाई 7 भितर कॉलेज रे सबमिट कर दियंतु। एतिकी कहिबार थिला। धन्यवाद समस्त को। सर बुझी हेलानी से